ତାହେଲେ ପିଲେମାନେ ତମ ସମସ୍ତଙ୍କୁ ପିଲେ ପୁଣି ଥରେ ସ୍ୱାଗତ ଜଣାଉଛି। ହେଲେ ପୂର୍ବେ ଆମେ ଆଲୋଚନା କରି ଯାଇଲେ ନାରୀର ସ୍ୱଦେଶିତ ଆଖିର ପତାରେ ପତାରେ କେତେବେଳେ ରାତି ଆସେ କି ନା ରାତି ଆସେ ରତିକାନ୍ତ କାମୁକି ଯେତେବେଳେ ରତି କରି କରି ଯେତେବେଳେ ପ୍ରେମ କରି କରି କ୍ଳାନ୍ତ ହୋଇଯାଏ କାମୁକ ନାରୀଟିଏ, ରୂପଜୀବୀଟିଏ, ବୁଝିପାରିଲା? ତାର ଆଖିର ସ୍ୱଦେଶିତ ଆଖିର ତାର ସ୍ୱେଦ କହିଲେ ଝାଳରେ ଓଦା ହେଇଯାଇଥିବା ଆଖିର ପତାରେ ପତାରେ ରାତ୍ରି ଆସେ, ରତିକାନ୍ତ କାମୁକ ହେଇଯାଏ। ପ୍ରେମ କରି ସାରିଲା ପରେ ଯେତେବେଳେ କ୍ଳାନ୍ତ ହୋଇଯାଏ ରୂପଜୀବୀଟିଏ, ସେତେବେଳେ ତାର ଓଦା ଓଦା ଆଖିରେ ରାତି ସେଇଠି ଆସିଯାଏ। ନା damn it, ଲେଖକ କହୁଛନ୍ତି ନା 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 damn it। କେଉଁ କଥା ଆମେ ଆଲୋଚନା କରୁଥିଲେ ଆଉ ଦେଖ ଆସି କେଉଁ କଥା ଆଲୋଚନା କଲେଣି। ପ୍ରଶସ୍ତି ସୀମା ଅଛି, ନିଶ୍ଚିତ ପ୍ରଶଂସା କରିବାର ଗୋଟେ ସୀମା ଥାଏ। ଡାଳମଣ୍ଡିରେ ଏତେ ପ୍ରଶଂସା କରିବା ଉଚିତ ନୁହେଁ। ତାହେଲେ କଣ ଡାଳମଣ୍ଡି ହଉଛି? କଣ ହତଶ୍ରୀ ସଭ୍ୟତାର ଡଷ୍ଟବିନ୍ ଡାଳମଣ୍ଡି। ଡାଳମଣ୍ଡି ହେଉଛି ଏ ହତଶ୍ରୀ ସଭ୍ୟତା, ଏ ଲକ୍ଷ୍ମୀଛଡ଼ା ସଭ୍ୟତାର, ଏ ଶ୍ରୀ ହୀନ ସଭ୍ୟତାର ଡଷ୍ଟବିନ୍। ପରୀକ୍ଷାରେ ବେଲେ ଆସିବ ବେଲେ ମନେ ରଖିଥାଅ ଯେ ହତଶ୍ରୀ ସଭ୍ୟତାର ଡଷ୍ଟବିନ୍ କିଏ? ନା ଡାଳମଣ୍ଡି। ଦେନ୍ କଣ ଦେଖ 6ଟା ବାଜିବାକୁ ଆଉ 10 ମିନିଟ୍ ଅଛି, ତାମାନେ 5ଟା 50। 6ଟା ବାଜିବାକୁ 10 ମିନିଟ୍ ଅଛି। ଅକାରଣର ଆନନ୍ଦ ସନ୍ଧାନ କରିବାକୁ ଆହୁରି ଲୋକ ଆସୁଛନ୍ତି। ବହୁତ ଲୋକ ଆସୁଛନ୍ତି ଅକାରଣ ଆନନ୍ଦ ସନ୍ଧାନ କରିବା ପାଇଁ। କିଏ ତୀର୍ଥ ସ୍ଥାନକୁ ଆସୁଛି, କିଏ ଡାଳମଣ୍ଡିକି ଆସୁଛି। ଅକାରଣ ଆନନ୍ଦ ଖୋଜିବା ପାଇଁ ବହୁତ ଲୋକ ଆସୁଛନ୍ତି। ଅନେକ ଲୋକ ଆସୁଛନ୍ତି। ବନାରସର ସଂକୀର୍ଣ୍ଣ ଫୁଟପାଥ ଉପରେ ଲୋକର ଭିଡ଼ ଉଛୁଳି ପଡୁଛି। ତେଣୁ ବନାରସର ଯେଉଁ ସଂକୀର୍ଣ୍ଣ ବାଟ, ଯେଉଁ ଅନବସାରିଆ ରାସ୍ତା ଉପରେ ଲୋକମାନଙ୍କର ଭିଡ଼ ପୁରା ଉଛୁଳି ପଡୁଛି। ଏତେ ଲୋକ, କିନ୍ତୁ କାହିଁ ସନ୍ଧ୍ୟା ତ ହୁଏ ନା। ଏମିତି ଲାଗୁଛି ସନ୍ଧ୍ୟା ହୁଏ ନା। ଲେଖକ ଆଶ୍ଚର୍ଯ୍ୟ ପୁରା। ସନ୍ଧ୍ୟା ହେଲେ ଲୋକମାନେ ଘରକୁ ଯିବା କଥା, କିନ୍ତୁ ଏଠି ଓଲଟା ସନ୍ଧ୍ୟାରେ ଲୋକମାନେ ଓଲଟି ରାସ୍ତାକୁ ଆସୁଛନ୍ତି, ଭିଡ଼ ଜମା ହଉଛନ୍ତି। ତାମାନେ ଏଠି ତ କାହିଁ ସନ୍ଧ୍ୟା ହଉଛି। ଲେଖକ କହୁଛନ୍ତି ଅସମ୍ଭବ କୋଳାହଳ, ବହୁତ ଲୋକ ଶୁଭୁଛି, ବୁଝିପାରିଲା? ଏବଂ ଉଦ୍ଭାସିତ ବିଦ୍ୟୁତ ଆଲୋକରେ ସଙ୍କତା ସନ୍ଧ୍ୟା ହୁଏ ତ, ଏଇ ମୁହୂର୍ତ୍ତରେ ସଙ୍କତା ହୁଏ, ବୁଝିପାରିଲା? ସଙ୍କତା ସନ୍ଧ୍ୟା ହୁଏ ଏଇ ମୁହୂର୍ତ୍ତରେ। ବିଳାପ କରୁଥିବା କାଶୀ ତଳେ ବିହୀନ ଗଙ୍ଗା ମାତାର ଉଦାର ବକ୍ଷ ଉପରେ ଶୋଇ ଶୋଇ ଗୋଧୂଳି ଓ ଗଙ୍ଗାଜୀ ଉଭୟ ରହସ୍ୟ। ଲେଖକ କହୁଛନ୍ତି ଅସମ୍ଭବ କୋଳାହଳ ଦେଖାଯାଉଛି, ଆଉ ବହୁତ ବିଦ୍ୟୁତ ଲାଇଟ୍, ଏତେ ଲାଇଟ୍ ଦେଖାଯାଉଛି ଗଙ୍ଗା ନଦୀ କୂଳରେ 12 ମାସିରେ। ତା ଭିତରେ ଆଲୋକ ଭିତରେ ନିଶ୍ଚୟ ସନ୍ଧ୍ୟା କଣ ହେଇଥିବ। ଆରେ ଚାରିଆଡେ ଏଭଳି ଲାଇଟ୍। ଯେତେବେଳେ ଖେଳ ହୁଏ, ତୁମେ ଗୋଟେ ଦେଖିଥିବ IPL ବିଲେ, କ୍ରିକେଟ ଆମର ଇଣ୍ଟରନ୍ୟାସନାଲ ଖେଳ ହୁଏ, ଏମିତି ପଡିଆ ସାରା ଲାଇଟ୍ ପଡିଥିବ ଯେ ଯେଭଳି ଲାଗିବ ଦିନ, ସେଇଭଳି ଭାବରେ ଏଠି କଣ ହୁଏ, ଏତେ ଲାଇଟ୍, ଏତେ କୋଳାହଳ ଯେ ସନ୍ଧ୍ୟା ବୋଧ ହୁଏ ସଙ୍ଗୀତା ଡରି ଯାଇ ବିଳାପ କରୁଥିବ, ଯାଇ ବସି କାନ୍ଦୁଥିବ, ବୁଝିପାରିଲା? କେଉଁଠି? କାଶୀ ତଳେ ବାହିନୀ ଗଙ୍ଗା ମାତାର ଉଦାର ବକ୍ଷ ଉପରେ। କାଶୀ ତଳ ବାହିନୀ କହିଲେ କାଶୀ ଯେଉଁ ତୀର୍ଥ ସ୍ଥାନ, ସେ କାଶୀ ତଳେ ବାହିନୀ କହିଲେ ଗଙ୍ଗା ମା, ଗଙ୍ଗା ଯେଉଁଠି ବହି ଆସୁଛି ସେଇଠି ବସି ସନ୍ଧ୍ୟା ବୋଧେ ହୁଏ କାନ୍ଦୁଥିବ। ତାହେଲେ ସନ୍ଧ୍ୟା ଆସି ପାରୁନି ଏଠିକି, ସେଠି ରହି କାନ୍ଦୁଥିବ।
ଗଙ୍ଗା ମାର ଉଭୟ ବକ୍ଷ ଉପରେ ଶୋଇ ଶୋଇ କାନ୍ଦୁଥିବ। ଗୋଧୂଳି ଓ ଗଙ୍ଗାଜୀ ଉଭୟ ରହସ୍ୟମୟୀ। ତେଣୁ ଗଙ୍ଗାଜୀ ବୁଝିପାରିଲା, ତେଣୁ ଗଙ୍ଗାଜୀ ମଧ୍ୟ ରହସ୍ୟମୟ ଏବଂ ଗୋଧୂଳି ଏଇ ସନ୍ଧ୍ୟା ସମୟ ସେଠି ମଧ୍ୟ ରହସ୍ୟମୟ। କାରଣ ସନ୍ଧ୍ୟା ଯେତେବେଳେ ହୁଏ ସେତେବେଳେ ସମସ୍ତେ ଘରକୁ ଫେରନ୍ତି, ପର୍ଯ୍ୟନ୍ତ ସେଠି ସନ୍ଧ୍ୟା ହେଲେ ଲୋକଙ୍କ ଭିଡ଼ ଜମେ ଏବଂ ସେଇଥିପାଇଁ ଗୋଧୂଳି ସମୟ ସେଠି ରହସ୍ୟମୟୀ ଏବଂ ଗଙ୍ଗା ମାତାର ମଧ୍ୟ ସେଠି ରହସ୍ୟମୟୀ। ଦେନ୍ ଦେଖିଲେ ବନାରସର ଧାଡ଼ି ଧାଡ଼ି ତୁଙ୍ଗ ସୌଧ ଡେଇଁ ମୋର ଆଖି ପହଁରିଗଲା ଗଙ୍ଗା କୂଳ। ବନାରସ ତୁଙ୍ଗ 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 ସୌଧ, ବନାରସରେ ଧାଡ଼ି ଧାଡ଼ି ଘର ସବୁ, ତୁଙ୍ଗ ସୌଧ ଉଚ୍ଚ ଉଚ୍ଚ ମାନେ କୋଠା ଘର, ତୁଙ୍ଗ ତୁଙ୍ଗ ସୌଧ ଡେଇଁ ମୋର ଆଖିରେ ପହଁରିଲା ଗଙ୍ଗା କୂଳକୁ। ଲେଖକଙ୍କର ଆଖିକି ଯାଇକି ଲାଖିଗଲା ଗଙ୍ଗା ନଦୀ କୂଳକୁ। ଓଃ କି ଦୃଶ୍ୟ! ଗଙ୍ଗାର ବିରୂପ ଦେହବ୍ୟାପୀ ଅସ୍ତ ସୂର୍ଯ୍ୟର ସୁନା କିରଣ ଝଲଝଲ କରୁଛି, ତାହେଲେ ଗଙ୍ଗାର ବିପୁଳ ଦେହବ୍ୟାପୀ, ଗଙ୍ଗାର ବିପୁଳ ଦେହରେ, ଗଙ୍ଗାର ଗଳା ଦେହରେ କଣ ବ୍ୟାପିଛି? ଅସ୍ତ ସୂର୍ଯ୍ୟର ସୁନା କିରଣ। ସୂର୍ଯ୍ୟ ଯେତେବେଳେ ଅସ୍ତ ହୋଇଯାନ୍ତି ତାଙ୍କର ସୁବର୍ଣ୍ଣ କିରଣ ପାଣି ଉପରେ ପଡେ, ଗଙ୍ଗା ନଦୀ କୂଳରେ, ଗଙ୍ଗା ନଦୀର ଉପରେ ପଡେ ଅସ୍ତ ସୂର୍ଯ୍ୟର ସୁନା କିରଣ ଗଙ୍ଗା ନଦୀର ବକ୍ଷରେ, ବିପୁଳ ବକ୍ଷରେ ଝଲମ କରୁଛି, ଝଲମଲ କରୁଛି। ବୁଝିପାରିଲା? ଗଙ୍ଗାର ପାଣି, ଗଙ୍ଗାର ଯେଉଁ ଗୋରା ଚକଚକ ପାଣି, ସୂର୍ଯ୍ୟର ଯେଉଁ ସୁନେଲି ରଙ୍ଗର ପାଣି ଧୀରେ ଧୀରେ ଲାଲ ସୂର୍ଯ୍ୟ ଅସ୍ତ ହେଉଛନ୍ତି ନା, ରତିମ ବର୍ଣ୍ଣ ଧାରଣ କରିଛନ୍ତି ସୂର୍ଯ୍ୟ। ଆଜି ମୁକ୍ତ କେଶୀ ଦ୍ରୌପଦୀର ବୀଣାବନ୍ଧନ, ମହାଭାରତକୁ ଚାଲି ଯାଇଛନ୍ତି ଗାଳ୍ପିକ ଏବଂ କହୁଛନ୍ତି ଆଜି କଣ ମୁକ୍ତ କେଶୀ ଦ୍ରୌପଦୀର କେଶୀ ବନ୍ଧନ କରୁଛି। ଆମେ ସମସ୍ତେ ଜାଣିଥିଲେ ଦ୍ରୌପଦୀ ଦୁଃଶାସନର ରକ୍ତରେ ନିଜର ବେଣୀ ବନ୍ଧନ କରିଥିଲେ, ନିଜର ରକ୍ତରେ ରକ୍ତ ଡୁବୁ ଡୁବୁ ରକ୍ତରେ ଜୁଡୁ ବୁଡୁ ହେଇଗଲା ଦ୍ରୌପଦୀଙ୍କର କେଶ। ଦୁଃଶାସନ ରକ୍ତରେ, ସେଇଭଳି ଆଜି ଗଙ୍ଗା ମାତାଙ୍କର ପାଣି ଲାଲ ଦେଖାଯାଉଛି ସୂର୍ଯ୍ୟଙ୍କର ଅସ୍ତ କିରଣରେ। ଆଜି କଣ ଲାଗୁଛି? ସତେ ଯେପରି ମୁକ୍ତ କେଶୀ ଦ୍ରୌପଦୀର ବେଣୀ ବନ୍ଧନ, ବେଣୀ ବନ୍ଧନ ଲଗ୍ନରେ ଏଇ ଅତିକ୍ରମ କରୁଥିଲା। ବେଣୀ ବନ୍ଧନର ଲଗ୍ନ ବି ସରିଗଲା, ଗଙ୍ଗା ମାତା ଉପରେ ଯୋଉ ଲାଲ କିରଣ ପଡିଥିଲା ସେଇ ସମୟ ମଧ୍ୟ ଚାଲିଗଲା। ଦେନ୍ କଣ ହେଲା? ସନ୍ଧ୍ୟାର ଦିଗହରା ସ୍କ୍ରିନକୁ ଦେଖ, ସନ୍ଧ୍ୟାର ଦିଗହରା ପବନରେ ଗଙ୍ଗାର କୃଷ୍ଣାନୀଳ ପାଣି ଅସଂଖ୍ୟ ଢେଉରେ ଭାସି ପଡୁଛି। ବର୍ତ୍ତମାନ ସନ୍ଧ୍ୟା ଆସିଛି ଏବଂ ଦିଗହରା ପବନ ମାନେ ଆସିଲେଣି, ତେଣୁ ପାଣି ଉପରେ ଯେତେବେଳେ ପବନ ଚାଲେ ଢେଉ ଢେଉ ଆସେ ଏବଂ ସେଇ ଢେଉ କିଭଳି ଦେଖାଯାଉଛି? କୃଷ୍ଣାନୀଳ ନୀଳା କଳା ନେଳି ପାଣି ଅସଂଖ୍ୟ ଢେଉରେ ଭାସି ପଡୁଛି ସନ୍ଧ୍ୟାର। ଦେନ୍ କଣ ହେଇଛି ଦେଖିଲେ? ପ୍ରତିଟି ଢେଉର ନୀଳ କ୍ଷେତ୍ରରେ କିଛି ଧୂସର ଅନ୍ଧାର। ସେ ଯେଉଁ ଢେଉ ଆସୁଛି ସେ ଢେଉ ଗାତରେ ବା ସେ ଢେଉ ନୀଳ ଗାତ୍ରରେ, ନେଳିଆ ନେଳିଆ ଗାତ୍ରରେ ଅନ୍ଧାର ଛାଇ ହୋଇଛି। ଗଙ୍ଗା ମାତା ଯେପରି ଚନ୍ଦ୍ର ତାରା ଶିଶୁ ସନ୍ଧ୍ୟାକୁ କୋଳରେ ନଚେଇ ନଚେଇ ଶୁଆଇ ପକାଉଛନ୍ତି ରାତ୍ରିର ଗଭୀର ନିଦ୍ରାରେ। କେତେ ସୁନ୍ଦର ଭାବରେ ଗଙ୍ଗାର ବର୍ଣ୍ଣନା କରୁଛନ୍ତି ଲେଖକ। କହୁଛନ୍ତି ଯେ ଗଙ୍ଗାର ଢେଉ ଆସୁଛି, ସେ ଢେଉର ନୀଳ ଗାତ୍ରରେ ଅନ୍ଧାର ଅଛି। ତାକୁ କେମିତି ଦେଖାଯାଉଛି? ନା ଗଙ୍ଗା ମାତା ଯେମିତି ତନ୍ଦ୍ରା ତାରା ଶିଶୁ ସନ୍ଧ୍ୟାକୁ କୋଳରେ ନଚେଇ ନଚେଇ ଶୁଆଇ ଦେଉଛନ୍ତି। ଗଙ୍ଗା ମା ସନ୍ଧ୍ୟାକୁ, ଶିଶୁ ସନ୍ଧ୍ୟାକୁ କୋଳରେ ନଚେଇ ନଚେଇ ଶୁଆଇ ପକାଉଛନ୍ତି ରାତ୍ରିର ଗଭୀର ନିଦ୍ରାରେ। ରାତି ଆସୁଛି, ସନ୍ଧ୍ୟାକୁ ନିଦ ଲାଗୁଛି। ଗଙ୍ଗା ମାତା ଯେଉଁ ଢେଉ ଖେଳୁଛନ୍ତି, ପାଣି ଗଙ୍ଗା ମାତାର ଯେଉଁ ଢେଉ ଖେଳୁଛି ସେଥିରେ ଲାଗୁଛି ଯେମିତି ସନ୍ଧ୍ୟାକୁ ମା ଗଙ୍ଗା ଶୁଆଇ ପକାଉଛନ୍ତି। ବୁଝିପାରିଲା? ସରି,
ସନ୍ଧ୍ୟାକୁ ମା ଗଙ୍ଗା ଶୁଆଇ ପକାଉଛନ୍ତି ରାତିରେ। ଏ ଦୃଶ୍ୟ ପ୍ରତିଦିନ ଯେମିତି ନିତ୍ୟ ନୂତନ ହୋଇ ଅଭିନୀତ ହୁଏ ଏଇ ମହାନ ନଗରୀ ଉପକଣ୍ଠରେ। ଲେଖକ କହୁଛନ୍ତି ଏ ଦୃଶ୍ୟ ପ୍ରତିଦିନ ଏଠି ନୂଆ ନୂତନ ନିତ୍ୟ ନୂତନ ସବୁଦିନ ଭଳି ଏଇଭଳି ଭାବରେ ଅଭିନୀତ ହୁଏ। ଏଠି ଆକ୍ସନ ରିଆକ୍ସନ ଏବଂ ଏଠି ଡ୍ରାମାଟାଇଜେସନ ଏବଂ ସବୁ ଏଠି ହୁଏ। ଏଇ ଦୃଶ୍ୟ ପ୍ରତିଦିନ ନିତ୍ୟ ନୂତନ ହୁଏ। ଏଠି ପ୍ରତିଦିନ ଅଭିନୀତ ହୁଏ ଏଇ ମହାନଗରୀ ଏଇ ବାରମାସୀ ବନାରସର ଉପକଣ୍ଠରେ ବନାରସର କୂଳରେ ଏ ଦୃଶ୍ୟ ସବୁଦିନ ଚାଲେ। ଦେନ୍ ଆଉ କଣ ଅଛି ଲେଖକ କହୁଛନ୍ତି ଏସବୁ ବେଲେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା। ଠିକ ଅଛି। ଆଜି ପାଇଁ ବସ୍ ଏତିକି।